ପିଲାମାନେ ଗତ ଅଧ୍ୟାୟରେ ଆମେ ଦଶମ ପାଠ କାଳୁହମ୍ ଏହି ବିଷୟଟି ପଢ଼ିବା ସହିତ ଅଭ୍ୟାସ ଗୁଡ଼ିକୁ ଆଲୋଚନା କରିଥିଲେ। ଆଜି ଏକାଦଶ ପାଠ କିଂ କିଂ ଉପାଦେୟମ୍ ଏହି ବିଷୟଟି ପଢ଼ିବା ଏବଂ ଏହାର ଅଭ୍ୟାସ ଗୁଡ଼ିକୁ ମଧ୍ୟ ଆଲୋଚନା କରିବା। ଏବେ ଆସ ପଢ଼ିବା ଏକାଦଶ ପାଠ, ଯାହାର ଶୀର୍ଷକ ହେଉଛି କିଂ କିଂ ଉପାଦେୟମ୍, ଯାହାକୁ ଆଦି ଶଙ୍କରାଚାର୍ଯ୍ୟ ରଚନା କରିଥିଲେ। ଆଦି ଶଙ୍କରାଚାର୍ଯ୍ୟ ରଚନା କରିଥିବା ପ୍ରଶ୍ନୋତ୍ତର ମାଳିକାର ଯେଉଁ ବିଷୟଟି କିଛି ଅଂଶ ଅଟେ। ଆମେ ସାଧାରଣତଃ ଜୀବନରେ କେଉଁ ଗୁଡ଼ିକୁ ଗ୍ରହଣ କରିବା ଏବଂ କେଉଁ ଗୁଡ଼ିକୁ ତ୍ୟାଗ କରିବା, ତାହା ହିଁ ଏହି ବିଷୟରେ ଆଦି ଶଙ୍କରାଚାର୍ଯ୍ୟ ବର୍ଣ୍ଣନା କରିଅଛନ୍ତି। ଆସ ଆମେ ବର୍ତ୍ତମାନ ପଢ଼ିବା କିଂ କିଂ ଉପାଦେୟମ୍। ଆଚ୍ଛା, ଅରୁଣ ପ୍ରଥମେ ଉଷେ ପଶ୍ୟ ଇଦଂ ପୁସ୍ତକଂ ଭାରତସ୍ୟ ମାନଚିତ୍ରଂ চ। ଦେଖ ଏ ବହିଟିକୁ ଏବଂ ଏଠି ଉପରେ ରଚନା କରାଯାଇଛି, ଅଙ୍କିତ ହେଇଛି ଭାରତର ମ୍ୟାପ ବା ମାନଚିତ୍ରଟି। ଉଷା ସେଠୁ ପଚାରୁଛି କୁତଃ ପ୍ରାପ୍ତମ ଇଦମ୍, କୋଉଠୁ ପାଇଲ ତୁମେ ଏଇଟା? ଅରୁଣ କହୁଛି ମମ ମାତୁଲ, ଏ ବହିଟା ତୁମେ କେଉଁଠୁ ପାଇଲ? ଅରୁଣ କହୁଛି ମମ ମାତୁଲ, ମୋ ମାମୁଁ ମହ୍ୟମ ଜନ୍ମ ଦିବସସ୍ୟ ଉପହାର ରୂପେଣ ପ୍ରାଯଚ୍ଛତ୍, ମୋ ବାର୍ଥ ଡେରେ ମତେ ୟାକୁ ଗିଫ୍ଟ ଦେଇଥିଲେ। ଉପହାର ରୂପେଣ ପ୍ରାଯଚ୍ଛତ୍ ମାନେ ଗିଫ୍ଟ ଦେଇଥିଲେ, ଉପହାର ଦେଇଥିଲେ। ଉଷା ଓହୁ ୟମ୍ ତୁ ପ୍ରଶ୍ନୋତ୍ତର ମାଳିକା, ଆରେ ଇଏ ତ ପ୍ରଶ୍ନ, ଆଉ ଏଥିରେ ପ୍ରଶ୍ନ ଅଛି ଏବଂ ଉତ୍ତର ମଧ୍ୟ ରହିଅଛି ଏ ବହିରେ। ଅରୁଣ ଜାନାସି, ଆଚ୍ଛା ଜାଣିଛୁ କସ୍ତାବତ ଅସ୍ୟ ରଚୟିତା, ୟାକୁ କିଏ ଲେଖିଛନ୍ତି? ଉଷା ନ ଜାନେ, ନା ମୁଁ ଜାଣିନି। ଅରୁଣ ପଶ୍ୟ ଏତତ୍ ଭାରତସ୍ୟ ମାନଚିତ୍ରେ ଅଙ୍କିତଂ ଏକସ୍ୟ ମହାପୁରୁଷସ୍ୟ ଚିତ୍ରମ୍, ଇଏ ଦେଖ ଉପରେ ଯୋଉ ଭାରତର ମାନଚିତ୍ର ଅଙ୍କିତ ହୋଇଛି, ଏଥିରେ ଜଣେ ମହାପୁରୁଷଙ୍କ ଚିତ୍ର ମଧ୍ୟ ଅଙ୍କିତ ହୋଇଅଛି। ଉଷା କହୁଛି ଭ୍ରାତ ଭାଇ ଓୟମ୍ ସନ୍ନ୍ୟାସୀ, ଇଏ ଜଣେ ସନ୍ନ୍ୟାସୀଙ୍କ ପରି ଦେଖାଯାଉଛନ୍ତି, ଇଏ ସନ୍ନ୍ୟାସୀ କିଏ? ଅରୁଣ ଉଷେ ଅୟମ ଖଳୁ ପ୍ରାତଃସ୍ମରଣୀୟ ଆଦିଗୁରୁ ଶଙ୍କରାଚାର୍ଯ୍ୟ, ଇଏ ହଉଛନ୍ତି ପ୍ରାତଃସ୍ମରଣୀୟ ଆଦିଗୁରୁ ଶଙ୍କରାଚାର୍ଯ୍ୟ। ଅସ୍ୟ ଏବ କୃତି ଇୟମ୍, ୟାଙ୍କରି ରଚନା ଏ ପ୍ରଶ୍ନୋତ୍ତର ମାଳିକା ପୁସ୍ତକଟି। ଉଷା ମାନଚିତ୍ରେ କାନି ଏତାନି ସ୍ଥାନାନି ଦର୍ଶିତାନି, ଆଚ୍ଛା ଏ ମାନଚିତ୍ରଟିରେ ଏ ଯୋଉ ସ୍ଥାନ ଗୁଡ଼ିକ ନିର୍ଦ୍ଦିଷ୍ଟ କରାଯାଇଅଛି, ଏତାନି ସ୍ଥାନାନି କାନି, ଏ ସ୍ଥାନ ଗୁଡ଼ିକ ସବୁ ଯୋଉଗୁଡାକ ଦେଖାଯାଇଛି, ଏଗୁଡାକ ସବୁ ଏ ସ୍ଥାନ ଗୁଡ଼ିକ କିଏ, କଣ ଏଇ ସବୁ ସ୍ଥାନ ଗୁଡ଼ିକ? ଅରୁଣ ଏତାନି ତୁ ମଠ ସ୍ଥାନାନି, ଏଗୁଡ଼ିକ ସବୁ ଗୋଟିଏ ଗୋଟିଏ ମଠ, ଶଙ୍କରାଚାର୍ଯ୍ୟେନ ସ୍ଥାପିତାନି ଧର୍ମ ପ୍ରଚାରାୟ, ଆଦିଗୁରୁ ଶଙ୍କରାଚାର୍ଯ୍ୟ ଇଏ ମଠ ଗୁଡ଼ିକୁ ସ୍ଥାପନା କରିଥିଲେ ଧର୍ମ ପ୍ରଚାର କରିବା ପାଇଁ। ଅୟଂ ମହାଯୋଗୀ, ଏ ଆଦିଗୁରୁ ଶଙ୍କରାଚାର୍ଯ୍ୟ ଥିଲେ ମହାଯୋଗୀ। ଆଉ ଅଷ୍ଟବର୍ଷୀୟ ଏବ, ତାଙ୍କୁ ଯେତେବେଳେ 8 ବର୍ଷ ବୟସ ହେଇଥିଲା, ସେତେବେଳେ ସେ ସନ୍ନ୍ୟାସମ ସ୍ୱୀକୃତ୍ୟ, ସନ୍ନ୍ୟାସୀ ହୋଇ ଭାରତେ ବେଦାନ୍ତସ୍ୟ ପ୍ରଚାରମ୍ କୃତବାନ୍। 8 ବର୍ଷ ବୟସରେ ଶଙ୍କରାଚାର୍ଯ୍ୟ ସନ୍ନ୍ୟାସ ଗ୍ରହଣ କରି ଭାରତ ବର୍ଷରେ ବେଦାନ୍ତ ଦର୍ଶନର ପ୍ରଚାର କରିଥିଲେ। ଉଷା କିଂ ଆଚାର୍ଯ୍ୟେନ ଗ୍ରନ୍ଥାଃ ଅପି ରଚିତା, କଣ ଆଚାର୍ଯ୍ୟ ମାନେ ଶଙ୍କରାଚାର୍ଯ୍ୟ ଏ କଣ ବହିପତ୍ର କିଛି ଲେଖା ଲେଖି କରିଛନ୍ତି କି? ଅରୁଣ ହଁ, ତେନ ବିବିଧାଃ ଗ୍ରନ୍ଥାଃ ରଚିତା, ସେ ନାନା ପ୍ରକାରର ଗ୍ରନ୍ଥ ସବୁ ରଚନା କରିଅଛନ୍ତି। ତେଷୁ ଏବ ବିଦ୍ୟତେ ଇୟଂ ରଚନା, ତାଙ୍କ ରଚନା ଭିତରୁ ଏଇ ରଚନାଟି ପ୍ରଶ୍ନୋତ୍ତର ମାଳିକା ପୁସ୍ତକଟି ଯତ୍ର ପ୍ରଶ୍ନୋତ୍ତର ମାଧ୍ୟମେନ, ଏଇ ପ୍ରଶ୍ନୋତ୍ତର ମାଳିକା ବହିଟିକି ତାଙ୍କ ରଚନା ମଧ୍ୟରୁ ଅନ୍ୟତମ ଅଟେ। ଆଉ ଯେଉଁ ପ୍ରଶ୍ନୋତ୍ତର ମାଳିକା ପୁସ୍ତକଟି ପ୍ରଶ୍ନୋତ୍ତର ମାଧ୍ୟମେନ, ସେଥିରେ ପ୍ରଶ୍ନ ଅଛି ଏବଂ ତାର ଉତ୍ତର ମଧ୍ୟ ରହିଅଛି। ତେଣୁ ପ୍ରଶ୍ନୋତ୍ତର ମାଧ୍ୟମରେ ଇଦମ୍ ଜ୍ଞାପିତମ୍ ଯତ୍, ଏ କଥା ଜଣେଇ ଦିଆଯାଇଛି
ଯେ अस्माभि जीवने किम किम ग्राह्यम आमे आम जीवन रे कौन कौन सब ग्रहण करवा उचित किम किम च त्याज्यम आउ कौन कौन वर्जन करवा उचित त्याग करवा उचित ताहा ही प्रश्नोत्तर माध्यम रे आदि गुरु शंकराचार्य तांक रचित प्रश्नोत्तर मालिका रे वर्णना करी अछंती। उषा अहु आहे तत्व अवश्यं पठनीयम ताले आमକୁ तो सेटा को निश्चय निश्चित भाव रे पढ़िबा को हबो कारण आम जीवन रे आमे कौन कौन ग्रहण करिबा कौन कौन त्याग करिबा एटा तो आमर निहाती जानिबा दरकार तेणु आमे वर्तमान ये बहिटी को निश्चित भाव रे पढ़िबा। अरुण सेठू कहूची तस्या रचनाया एव पठाम इदानीम कानिचेति पद्यानि सेई प्रश्नोत्तर मालिका शंकराचार्य द्वारा रचित प्रश्नोत्तर मालिकार किछि पद्य आमे आज आमर एई मणिका पुस्तक रे आम दशम श्रेणी पिलांक पाई उद्दिष्ट मणिका पुस्तक रे 8 गोटी श्लोक प्रदान करा जाई अछि आमे आज सेई श्लोक गुडी को पढ़िबा। किं किं उपादेयम प्रश्नोत्तर मालिका कौन प्रथम रे कहूची भगवान किं उपादेयम भगवान किं उपादेयं महाशय कौन उपादेय जिनिस अछि कौन आमे ग्रहण करिबा ना गुरु वचन उपादेयम गुरुंकर वचन सबुबले समस्तंकर उपादेय अटे ग्रहणीय अटे। आउ हेयम अपि च किं आउ कौन हेयं काहाकु आमे त्याग करिबा वर्जन करिबा ना अकार्यम प्रश्न होउची हेयम अपि किं उत्तर होउची अकार्यम। प्रथम रे प्रश्न होउची किं उपा भगवान किं उपादेयम किं ग्रहणीयम आंसर होउची गुरुवचनम गुरुजन मानकर कथा बा गुरुंकर उपदेश कथा को ग्रहण करवा उचित बा आम समस्तंकर उपादेय अटे गुरुवचन। आउ कौन त्याग करवा उचित कौन हेय अटे आम जीवन रे ना जत कार्यम जहा कार्य नुहे भल काम नुहे घृण्य कार्य अन्यर अहित हेउथिबा कार्य ताकू वर्जन करिबा त्याग करिबा उचित। ताले कह गुरु ये होची प्रश्न द्वितीय धाड़ी रे गुरु ताले आमे काहाकू कहिबा तार उत्तर होची जे अधिगत तत्व शिष्य हिताय उद्यत सततम जे गुरु अधिगत तत्व माने अत्यंत ज्ञानर गभीरता मध्य को जाइथिबे तत्व भल भाव रे बुझिथिबे एवं सततं शिष्य हिताय उद्यत गुरु सबुबले तांक शिष्य मानकर बा छात्र मानकर हित पाई समस्त कार्य करुथिबे बा सबुबले शिष्य मानक हितरे रत थिबा आउ अधिगत तत्व हेइथिबा समस्त शास्त्र को भल भाव रे अधिगत हेइथिबा गुरु को आमे गुरु बोली कहिबा। जे समस्त शास्त्र रे अधिगत समस्त शास्त्र को भल भाव रे अध्ययन करितांते शास्त्रर गभीरता भीतर को जे पशि थांते आउ छात्र मानकर शिष्य मानकर हित पाई सबुबले रत थांती आमे ताकू ही प्रकृत गुरु बोली कहि थाउ। द्वितीय श्लोक कह पथ्यतर आम मनुष्य जीवन रे सबुठारु उपकारी किए से ना सबुठारु उपकारी उत्तर होउची धर्म धर्म होउची समस्तंकर उपकारी। कह सूची इह परवर्ती प्रश्न होउची इह कहले ये संसार रे कह सूची आमे काहाकू पवित्र बोली कहिबा ना जस्य मानसम शुद्धम जार मन शुद्ध आमे ताकू ही ये संसार रे शुचिमान बा पवित्र बोली कहिबा। कह पंडित ताले ता परवर्ती प्रश्न होउची ये संसार रे काहाकू आमे पंडित बोली कहिबा काहाकू विद्वान बोली कहिबा ना जह विवेकी सह पंडित जो माने विवेकवान जार भल मंद विचार करिवार शक्ति अछि एटा कर्तव्य नुहे ये विवेचना जे ठीक भाव रे करि पारे ताकू ही आमे पंडित बोली कहिबा।
କିଂ ବିଷମ, କାହାକୁ ଆମେ ବିଷ ବୋଲି କହିବା ନା ଗୁରୁଷୁ ଅବଧୀରଣା ଗୁରୁଷୁ, ଗୁରୁଜନ ମାନଙ୍କ ଅବମାନନା, ଗୁରୁଜନ ମାନଙ୍କୁ ଅବଧୀରଣା କରିବା, ତିରସ୍କାର କରିବା, ନିନ୍ଦା କରିବା ଠାରୁ ବିଷ ଏ ସଂସାରରେ ଆଉ କିଛି ନାହିଁ। ତେଣୁ ଗୁରୁଜନ ମାନଙ୍କୁ ଅବଜ୍ଞା ନିନ୍ଦା ଆଦୌ କରଣୀୟ ନୁହେଁ। କିଂ ଜୀବିତମ, କାହାକୁ ପ୍ରକୃତ ଜୀବନ ବୋଲି କୁହାଯାଏ ନା ଅନବଦ୍ୟମ ଜୀବିତମ ଜୀବିତଂ, ଅବଦ୍ୟଂ ଅନବଦ୍ୟମ, ଅନବଦ୍ୟଂ ମାନେ ଦୋଷ ରହିତ ଜୀବନକୁ ପ୍ରକୃତ ଜୀବନ ବୋଲି କୁହାଯାଏ। ଆମ ଜୀବନରେ ଆମେ ଯଦି ଦୋଷ ରହିତ ହେବା, କୌଣସି ଦୋଷଯୁକ୍ତ କାର୍ଯ୍ୟରେ ନିଜକୁ ବିନିଯୋଗ ନ କରିବା, ତାହେଲେ ଆମେ ପ୍ରକୃତ ଜୀବନ ଯାପନ କରିବା। ଆଉ ଯଦି ଆମେ ଦୋଷଯୁକ୍ତ ହେଇଯିବା, ତାହେଲେ ଆମ ଜୀବନର କୌଣସି ମୂଲ୍ୟ କୌଣସି ମାନେ ରହିନଥାଏ। କିଂ ଜାଡ୍ୟମ, କାହାକୁ ପ୍ରକୃତ ଜଡତା କୁହାଯାଏ, କାହାକୁ ମୂର୍ଖାମି କୁହାଯାଏ, କାହାକୁ ମୂର୍ଖତା କୁହାଯାଏ ନା ପାଠ ତୋପି ଅନଭ୍ୟାସ, ଆମେ ଗୁରୁଙ୍କ ପାଖରୁ ପଢି ସାରିବା ପରେ ଯଦି ଆମେ ସେଇ ବିଦ୍ୟାକୁ ଅଭ୍ୟାସ ନ କରିବା, ତାହେଲେ ସେ ଆମର ପଢିବାରେ କୌଣସି ମାନେ ରହେ ନାହିଁ। ତେଣୁ ଆମ ପାଖରେ ଯୋଉ ଜଡତା ଯେଉଁ ମୂର୍ଖତା ଥାଏ, ସେଇ ମୂର୍ଖତା ପୁଣି ରହିଯାଏ। କାରଣ ପଢିବା ପରେ ଆମେ ତାକୁ ସବୁବେଳେ ଅଭ୍ୟାସ କରିବା। କାରଣ ଅଭ୍ୟାସାତେ ଧାର୍ଯ୍ୟତେ ବିଦ୍ୟା, ଆମେ ଅଭ୍ୟାସ ବଳରେ ବିଦ୍ୟାକୁ ଧାରଣ କରିପାରିବା। ଆଉ ଯଦି ଆମେ ଅନଭ୍ୟାସ ବିଷଂ ବିଦ୍ୟା, ଆମେ ଯଦି ଅଭ୍ୟାସ ନ କରିବା, ତାହେଲେ ବିଦ୍ୟାଟା ଆମକୁ ବିଷ ପରି ଲାଗିବ। ତେଣୁ ଆମେ ପଢିବା ସହିତ ଅଭ୍ୟାସ ଯଦି ଜାରି ରଖିବା, ତାହେଲେ ଆମ ପାଖରେ ଥିବା ଜଡତା, ଆମ ପାଖରେ ଥିବା ମୂର୍ଖତା ଦୂରୀଭୂତ ହେବ। ଓ ଜାଗର୍ତି, ଆଚ୍ଛା କିଏ ସେ ସବୁବେଳେ ଜାଗ୍ରତ ଥାଏ, କାହାକୁ ଆମେ ଜାଗ୍ରତ ବୋଲି କହିବା ନା ଆନ୍ସର ହଉଛି ବିବେକୀ, ଯିଏ ବିବେକବାନ ସିଏ ସବୁବେଳେ ଜାଗ୍ରତ ଥାଏ। ବିବେକୀ ଲୋକକୁ ଜାଗ୍ରତ ବୋଲି କୁହାଯାଏ। କା ନିଦ୍ରା, ନିଦ୍ରା କାହାକୁ କହନ୍ତି ନା ଜନ୍ତୋ ମୂଢତା ନିଦ୍ରା କଥିତା, ପ୍ରାଣୀ ମାନଙ୍କ ପାଖରେ ଯୋଉ ମୂଢତା ଥାଏ, ଯୋଉ ମୂର୍ଖାମି ଥାଏ, ଯୋଉ ନିର୍ବୋଧତା ଥାଏ, ସେଇ ମୂର୍ଖାମି ନିର୍ବୋଧତାକୁ ନିଦ୍ରା ବୋଲି କୁହାଯାଏ। ନଳିନୀ ଦଳଗତ ଜଳବତ୍ ତରଳମ କିଂ, ନା ନଳିନୀ ଦଳ କହିଲେ ପଦ୍ମ ପତ୍ରରେ ଯୋଉ ପଦ୍ମପତ୍ରରେ ଯୋଉ ଜଳ ପାଣି ବିନ୍ଦୁ ଥାଏ, ସିଏ ଯେମିତି ସବୁବେଳେ ତରଳ ମାନେ ଚଞ୍ଚଳ, ଏପଟ ସେପଟ ସବୁବେଳେ ଏପଟକୁ ପଳଉଥାଏ ସେପଟକୁ ପଳଉଥାଏ। କିନ୍ତୁ ତେଣୁ ତା ତରଳ ମାନେ ଚଞ୍ଚଳ, ନଳିନୀ ଦଳଗତ ଜଳ ଯେମିତି ତରଳ ବା ଚଞ୍ଚଳ, ତେଣୁ ଆମର ଜୀବନରେ ଯୌବନ ଧନ ଏବଂ ଆୟୁ ହଉଛି ସେମିତି ଚଞ୍ଚଳ। ଯେ ଆଜି ଯୌବନ ଅଛି, ସେ କାଲି ନଥିବ। ଆଜି ଧନ ଅଛି, କାଲି ବି ଆମ ପାଖରେ ଧନ ନଥିବ। ଆଜି ଯୋଉ ଆୟୁ ଅଛି, ଯୋଉ ଆୟୁଷ ଅଛି, ସେ ଆୟୁ ଧୀରେ ଧୀରେ ମଧ୍ୟ ଆମର କମିଯିବ। ତେଣୁ ନଳିନୀ ଦଳଗତ ଜଳ ଏବେ ଥିବ, ପୁଣି ଆଖି ବୁଜିଲା ପରେ ତାକୁ ଚାହିଁଲା ପରେ ସେ ପୁଣି କେତେବେଳେ ଖସି ପଡିଥିବ ତଳେ। ତେଣୁ ନଳିନୀ ଦଳରେ ଜଳବ ଯେମିତି ତରଳ, ଯେମିତି ଚଞ୍ଚଳ, ଯେମିତି କ୍ଷଣସ୍ଥାୟୀ, ଠିକ ସେମିତି ମଣିଷର ଜୀବନରେ ଯୌବନ ଧନ ଆଉ ଆୟୁ ମଧ୍ୟ ସେମିତି କ୍ଷଣସ୍ଥାୟୀ। କଥୟ ପୁନଃ କି ଶଶିନ କିରଣ ସମା, ଏବେ ବର୍ତ୍ତମାନ ଆମେ କୁହ ଯେ ଶଶିନ କିରଣ ସମା, ଶଶି କହନ୍ତି ଚନ୍ଦ୍ରଙ୍କୁ, ଚନ୍ଦ୍ରଙ୍କର କିରଣ ପରି ଶୀତଳ। କୋଉମାନେ ନା ସଜ୍ଜନା ଏବ ଶଶି କିରଣ ସମାହା, ଯେଉଁମାନେ ସଜ୍ଜନ, ଯେଉଁମାନେ ସାଧୁ, ଯେଉଁମାନେ ମହାତ୍ମା, ସେଇମାନେ ଚନ୍ଦ୍ର କିରଣ ଯେମିତି ସମସ୍ତଙ୍କୁ ଶୀତଳତା ପ୍ରଦାନ କରେ, ସମସ୍ତଙ୍କ ମନରେ ଆନନ୍ଦ ପ୍ରଦାନ କରେ, ଠିକ ସେମିତି ସଜ୍ଜନ ମାନେ, ମହାତ୍ମା ମାନେ, ଜ୍ଞାନୀ ଲୋକମାନେ ସମସ୍ତଙ୍କ ମନରେ ଶୀତଳତା ପ୍ରଦାନ କରନ୍ତି। ସମସ୍ତଙ୍କ ମନରେ ନିଜର ସଦ୍ବ୍ୟବହାର ଦ୍ୱାରା, ପ୍ରିୟ ବଚନ ଦ୍ୱାରା
ସମସ୍ତଙ୍କର ମନରେ ଆନନ୍ଦ ଭାବ ପ୍ରଦାନ କରିଥାନ୍ତି। ତେଣୁ ସଜ୍ଜନ ମାନଙ୍କୁ ଚନ୍ଦ୍ରଙ୍କ କିରଣ ସହିତ ସମାନ କରାଯାଇଅଛି। କୁ ଅନର୍ଥ ଫଳ ନା ଅନର୍ଥ କିଏ ସେ ସୃଷ୍ଟି କରେ, ଅନର୍ଥ ରୂପକ ଫଳକୁ କିଏ ସେ ଦିଏ ନା ମାନ ଅର୍ଥାତ୍ ଅଭିମାନ ବା ଅହଙ୍କାର ଯାହା ପାଖରେ ଯଦି ଆମ ପାଖରେ ରହିବ ତାହେଲେ ସେ ଅନର୍ଥ ରୂପକ ଫଳକୁ ଆମକୁ ପ୍ରଦାନ କରିବ। ତେଣୁ ମାନ, ଅଭିମାନ, ଗର୍ବ, ଅହଙ୍କାର ୟାକୁ ସବୁବେଳେ ମନରୁ ବର୍ଜନ କରିବା ଉଚିତ। କାରଣ ତାକୁ ବର୍ଜନ କଲେ ଆମେ ଆଉ ଅନର୍ଥ ରୂପ ଫଳକୁ କେବେ ପାଇବା ନାହିଁ। ତେଣୁ ଅର୍ଥ ଫଳକୁ ଆମେ ପାଇବା ଯଦି ଆମେ ମାନ, ଅହଙ୍କାର, ଗର୍ବକୁ ମନରୁ ପରିତ୍ୟାଗ କରିବା। କା ସୁଖଦା, ପରବର୍ତ୍ତୀ ପ୍ରଶ୍ନ ହଉଛି କା ସୁଖଦା, କିଏ ସୁଖ ପ୍ରଦାନକାରୀ ନା ସାଧୁଜନ ମୈତ୍ରୀ। ସାଧୁ ଲୋକମାନଙ୍କ ସହିତ ଯଦି ଆମେ ମିତ୍ରତା ସ୍ଥାପନ କରିବା, ଫ୍ରେଣ୍ଡସିପ କରିବା, ତାହେଲେ ଆମେ ନିଶ୍ଚିତ ଭାବରେ ସୁଖରେ ଶାନ୍ତିରେ କାଳାତିପାତ କରିବା। ସାଧୁମାନଙ୍କ ଦ୍ୱାରା ଆମେ ଯଦି ସମ୍ପର୍କ ରଖିବା ତାହେଲେ ସେମାନଙ୍କର ଉପଦେଶରେ ଆମେ ନିଶ୍ଚିତ ଭାବରେ ବିପଦରୁ ମୁକ୍ତି ଲାଭ କରିବା, ସୁଖରେ ବା ଶାନ୍ତିରେ କାଳାତିପାତ କରିବା। ସର୍ବବ୍ୟସନ ବିନାଶେ କୋ ଦକ୍ଷ। ପରବର୍ତ୍ତୀ ପ୍ରଶ୍ନ, ସର୍ବବ୍ୟସନ ବିନା, ବ୍ୟସନ ମାନେ ବିନାଶ, ସମସ୍ତ ବ୍ୟସନ ମାନେ ବିପଦ, ସମସ୍ତ ବିପଦକୁ ବିନାଶ କରିବାରେ କିଏ ସେ ସମର୍ଥ ହୋଇଥାଏ ନା ଆନ୍ସର ହଉଛି ସର୍ବଥା ତ୍ୟାଗୀ। ଯେ ତ୍ୟାଗୀ, ଯେ ସବୁ ଜିନିଷକୁ ତ୍ୟାଗ କରେ, ବର୍ଜନ କରେ, ସେ ସବୁବେଳେ ସମସ୍ତ ବିପଦ ରାଶିକୁ ବିନାଶ କରିବାରେ ଦକ୍ଷ ହୋଇଥାଏ। ଏଣୁ ଶଙ୍କରାଚାର୍ଯ୍ୟ ତାଙ୍କ ପ୍ରଶ୍ନୋତ୍ତର ମାଳିକା ପୁସ୍ତକରେ ଏକଥା ଲେଖିଛନ୍ତି ଯେ ସର୍ବବ୍ୟସନ ବିନାଶେ ଦକ୍ଷ ତ୍ୟାଗୀ, ଦକ୍ଷ ତ୍ୟାଗୀ। ଯିଏ ସବୁ ତ୍ୟାଗ କରେ ସେ ହଉଛି ସେ ସମସ୍ତ ବିପଦକୁ ବିନାଶ କରିବାରେ ସମର୍ଥ ହୋଇଥାଏ। କିଂ ମରଣମ୍, କାହାକୁ ମୃତ୍ୟୁ କୁହାଯାଏ ନା ମୂର୍ଖତ୍ୱଂ ମରଣମ୍। ଯଦି ଆମ ଭିତରେ ମୂର୍ଖାମି ରହିଛି, ମୂର୍ଖତା ରହିଛି, ନିର୍ବୋଧତା ରହିଛି, ଅଜ୍ଞାନତା ରହିଛି, ତାହେଲେ ଆମେ କେତେବେଳେ ଯେ ମୃତ୍ୟୁର ବଶବର୍ତ୍ତୀ ହେବା କହିହେବ ନାହିଁ। ତେଣୁ ମୂର୍ଖତ୍ୱକୁ, ମୂର୍ଖାମିକୁ, ଜଡ଼ତାକୁ ଆମ ଦେହରୁ, ଆମ ମନରୁ ସବୁବେଳେ ଦୂର କରିବା ଉଚିତ। କିଂଚ ଅନର୍ଘମ୍, ଅର୍ଘ ମାନେ ମୂଲ୍ୟ, ଅନର୍ଘଂ ମାନେ ଅମୂଲ୍ୟ। କାହାକୁ ଅମୂଲ୍ୟ କୁହାଯାଏ, କାହାର ମୂଲ୍ୟ କରିହେବ ନାହିଁ ନା ଯତ ଅବସରେ ଦତ୍ତମ୍। ଆମେ ଆମର ଯେକୌଣସି ସମୟ ହଉନା କାହିଁକି ଆମେ ଯଦି କିଛି ସତ୍ପାତ୍ରରେ ଦାନ କରିବା ତାହେଲେ ସେ ହଉଛି ଆମ ଜୀବନର ସବୁଠାରୁ ଅମୂଲ୍ୟ ସମ୍ପଦ। ଅବସରେ ଯତ ଦତ୍ତମ୍, ଆମେ ଯେତେବେଳେ ସମୟ ପାଇବା ସେତେବେଳେ ସତ୍ପାତ୍ରରେ କିଛି ନା କିଛି ଦାନ କରିଲେ ଆମର ତାହା ହିଁ ସବୁଦିନ ପାଇଁ ରହିବ ଏବଂ ତାକୁ ହିଁ ତାର କୌଣସି ମୂଲ୍ୟ ନାହିଁ। ଅନର୍ଘ ଅର୍ଥାତ୍ ଅମୂଲ୍ୟ ହଉଛି ଅବସରେ ଯତ ଦତ୍ତମ୍, ଆମେ ଯାହା ଦାନ କରିବା ଦାନ ସବୁଦିନ ପାଇଁ ଅମୂଲ୍ୟ ହେଇ ରହିଥାଏ। ଆ ମରଣାତ୍ କିଂ ଶଲ୍ୟମ୍, ନା ମରିବା ଆ ମରଣାତ୍ କି ମରଣମ୍ ଯାବତ୍, ମୃତ୍ୟୁ ପର୍ଯ୍ୟନ୍ତ ଆମର ଶଲ୍ୟ ଅର୍ଥାତ୍ କଣ୍ଟକ। କିଏ କାହାକୁ ମୃତ୍ୟୁ ପର୍ଯ୍ୟନ୍ତ କଣ୍ଟକ ବୋଲି କୁହାଯାଏ? ଶଲ୍ୟର ମାନେ ହଉଛି କଣ୍ଟକ। ନା ଯତ୍ ପ୍ରଚ୍ଛନ୍ନଂ ପାପମ୍ କୃତମ୍, ଆମେ ଯଦି ପ୍ରଚ୍ଛନ୍ନ ଭାବରେ, ଗୁପ୍ତ ଭାବରେ କିଛି ପାପ କରିଛେ, ଆମେ ପାପ କାମ କରିଦଉଛେ, ଆମେ ଦେଖୁଛେ କେହି ଦେଖି ନାହାନ୍ତି, କିନ୍ତୁ ଯିଏ ଦେଖିବା କଥା ସେ ଦେଖୁଛି। ତେଣୁ ପ୍ରଚ୍ଛନ୍ନ ପାପ ନିଜେ ତ ଆମେ ଦେଖୁଛେ, ଆତ୍ମା ଜାନାତି ଯତ୍ ପାପମ୍, ଆମେ ନିଜେ ଜାଣିପାରୁଛେ ଯୋଉ ପାପ କରିଛେ। ତେଣୁ ଆମେ କେହି ନ ଦେଖିଲେ ମଧ୍ୟ ଆମେ ଯୋଉ ପାପଟା କରୁଛେ ସେ ପାପ ଆମକୁ, ଆମ ଦେହରେ ରହି ଶେଷରେ ଆମର କଣ୍ଟକ ସାଜିବ, ଆମକୁ ବିନାଶ ପଥକୁ ନେଇଯିବ। ତେଣୁ ପ୍ରଚ୍ଛନ୍ନ ପାପ ଗୋପନୀୟ ଭାବରେ
କୌଣସି ପାପ କରିବା ଉଚିତ ନୁହେଁ। ପାପ ତ କରିବା କଥା ନୁହେଁ, କିନ୍ତୁ ଗୋପନୀୟ ପାପ ଆହୁରି ମାରାତ୍ମକ, ଯେ କି ଶଲ୍ୟମ୍ କଣ୍ଟା ପରି ଦେହରେ ରହିଥାଏ। ଏବଂ ସମୟରେ ଯେତେବେଳେ ଆମର ଦୁର୍ବଳତା ସମୟ ଆସେ, ସେତେବେଳେ ସେଇ କଣ୍ଟକ ଆମକୁ ବିନାଶ କରିଥାଏ। କସ୍ୟ ବସେ ପ୍ରାଣୀଗଣ, ପ୍ରାଣୀମାନେ କାହାର ବଶୀଭୂତ ହୁଅନ୍ତି ନା ସତ୍ୟ ପ୍ରିୟ ଭାଷିନ ବିନୀତସ୍ୟ। ଯେଉଁ ବ୍ୟକ୍ତି ବିନୀତ ଅଟେ, ସରଳ ଅଟେ, ନମ୍ର ଅଟେ, ଶାନ୍ତ ସ୍ୱଭାବ ବିଶିଷ୍ଟ ଅଟେ ଏବଂ ସବୁବେଳେ ସତ କଥା ଏବଂ ପ୍ରିୟ କଥା କହେ, ତେଣୁ ସେଇଭଳି ବ୍ୟକ୍ତି ସମସ୍ତ ପ୍ରାଣୀଙ୍କର ବଶୀଭୂତ ହୁଅନ୍ତି, ବା ଅର୍ଥାତ୍ ସମସ୍ତ ପ୍ରାଣୀ, ସମସ୍ତ ଜୀବ ବିନୀତ ଏବଂ ସତ୍ୟ ଓ ପ୍ରିୟ ଭାଷୀ ହେଇଥିବା ଲୋକଙ୍କୁ ଭଲ ପାଆନ୍ତି, ତାଙ୍କର ବଶବର୍ତ୍ତୀ ହୁଅନ୍ତି, ତାଙ୍କର ଅନୁଗାମୀ ହୁଅନ୍ତି। ସ୍ଥାତବ୍ୟମ୍, ଆମେ କୋଉଠି ରହିବା ଉଚିତ? ତା ଧାତୁରେ ତବ୍ୟତ୍ ପ୍ରତ୍ୟୟ ସ୍ଥାତବ୍ୟମ୍। ସ୍ଥାତବ୍ୟମ୍ ମାନେ କୁତ୍ର ସ୍ଥାତବ୍ୟମ୍, କେଉଁଠି ରହିବା ଉଚିତ, କେଉଁ ପଥରେ ରହିବା ଉଚିତ? ନା ଉତ୍ତର ହଉଛି ନ୍ୟାଯ୍ୟ ପଥି ଦୃଷ୍ଟାଦୃଷ୍ଟ ଲାଭାଡ୍ୟେ। ଦୃଷ୍ଟ ଆଉ ଅଦୃଷ୍ଟ ଲାଭ ହୁଏ। ହଉ ଦୃଷ୍ଟ ଦେଖିବା ଜିନିଷ ମିଳୁ ବା ନ ଦେଖିବା ଜିନିଷ ମିଳୁ, ଆମେ ଯଦି ନ୍ୟାଯ୍ୟ ପଥରେ ରହିବା, ସତ୍ ପଥରେ ପରିଚାଳିତ ହବା, ତାହେଲେ ସେ ନ୍ୟାଯ୍ୟ ପଥ କଣ? ନା ଇଏ ନ୍ୟାଯ୍ୟ ପଥର ଆଡଜେକ୍ଟିଭ ହେଉଛି ଦୃଷ୍ଟାଦୃଷ୍ଟ ଲାଭାଡ୍ୟେ। ଲାଭ ନ୍ୟାଯ୍ୟ ପଥର ଆଡଜେକ୍ଟିଭ ହେଉଛି ଦୃଷ୍ଟାଦୃଷ୍ଟ ଲାଭାଡ୍ୟେ। ଅର୍ଥାତ୍ ଆମେ ଯଦି ନ୍ୟାୟ ମାର୍ଗରେ ରହିବା, ତାହେଲେ ଦୃଷ୍ଟ ଜିନିଷ, ଯୋଉ ଜିନିଷ ଆମେ ଦେଖିପାରୁଛେ, ଡାଇରେକ୍ଟ ଆମ ଆଖିରେ ଦେଖାଯାଉଛି, ତାକୁ ତ ଆମେ ପାଇବା। ଅଦୃଷ୍ଟ ଜିନିଷ ମଧ୍ୟ ଲାଭ ହବ। ଅର୍ଥାତ୍ ଯୋଉ ଜିନିଷ ଆମ ପଛରେ ଅଛି, ଆମେ ଦେଖିପାରିନେ, ଆମ ଅଗୋଚର ଜିନିଷ ମଧ୍ୟ ଆମେ ଯଦି ନ୍ୟାୟ ପଥରେ ରହିବା, ତାହେଲେ ସେ ଜିନିଷ ବି ଆମେ ପାଇପାରିବା। ତେଣୁ ସବୁବେଳେ ନ୍ୟାଯ୍ୟ ପଥି ସ୍ଥାତବ୍ୟମ୍, ନ୍ୟାୟ ମାର୍ଗରେ ନିଜକୁ ସବୁବେଳେ ରଖିବା ଉଚିତ। ପରବର୍ତ୍ତୀ ଶ୍ଲୋକ ହଉଛି କ ଅନ୍ଧ। କାହାକୁ ପ୍ରକୃତ ଅନ୍ଧ କୁହାଯାଏ? ନା ଯାହାର ଆଖି ନଷ୍ଟ ହୋଇଥାଏ, ସେ ତ ଅନ୍ଧ ଆମେ ତାକୁ କହୁଛେ, କିନ୍ତୁ ପ୍ରକୃତ ଅନ୍ଧ କାହାକୁ କହନ୍ତେ? ଆଖି ଥାଇ ମଧ୍ୟ ଅକାର୍ଯ୍ୟରତ, ଆମେ ଦେଖୁଛେ ଏଇଟା ଅକାର୍ଯ୍ୟ, ଏଇଟା କରଣୀୟ ନୁହେଁ, ଖରାପ କାମ, କିନ୍ତୁ ଖରାପ କାମ ଅକାର୍ଯ୍ୟ ଜାଣି ସୁଦ୍ଧା ଆମେ ଯଦି ସେଇ କାମ କଲେ, ତାହେଲେ ଆମର ଆଖି ଥାଇ ମଧ୍ୟ ଆମକୁ ପ୍ରକୃତ ଅନ୍ଧ ବୋଲି କୁହାଯିବ। ତେଣୁ ଅନ୍ଧ ଯେ ଯାହାର ଆଖି ନଥାଏ, ସେକୁ ଅନ୍ଧ ତ କହିବେ, ତାକୁ ପ୍ରକୃତ ଅନ୍ଧ କୁହାଯାଏ ନାହିଁ। ଅକାର୍ଯ୍ୟରତ, ଯିଏ ଜାଣିକିରି ମଧ୍ୟ, ଆଖି ଥାଇକିରି ମଧ୍ୟ ଦେଖୁଛି ଖରାପ କାମ ଏବଂ ସେଇ ଖରାପ କାମରେ ନିଜକୁ ବିନିଯୋଗ କରୁଛି, ତାକୁ ହିଁ ପ୍ରକୃତ ଅନ୍ଧ ବୋଲି କୁହାଯାଏ। ଠିକ ସେମିତି ବଧିର, କାହାକୁ ବଧିର ଅର୍ଥାତ୍ କାହାକୁ ଶୁଭୁନି ବା କାହାକୁ କାଲ ବୋଲି କୁହାଯାଏ। ଆମେ ଯାହାକୁ କହୁଛେ ବଧିର, ଯାହାକୁ ନ ଶୁଭେ, ହିତାନି ନ ଶୃଣୋତି, ହିତାନି ତାର କାନ ଭଲ, ଅର୍ଥାତ୍ ତାକୁ ଆମେ ହିତ କଥା କହୁଛେ, ସେ ଆମର ହିତ କଥାକୁ ଶୁଣୁନାହିଁ। ଆଚ୍ଛା, ତାକୁ ହିଁ ପ୍ରକୃତ ବଧିର ବୋଲି କହନ୍ତି। ଯାହାର କାନ ଖରାପ, ସେ ତାକୁ ପ୍ରକୃତ ବଧିର କୁହାଯାଏ ନାହିଁ। ଯାହାର କାନ ଭଲ ଥାଇ ସେ ହିତ କଥାକୁ ମଧ୍ୟ ଇଗ୍ନୋର କରେ, ଶୁଣେ ନାହିଁ, ତାକୁ ପ୍ରକୃତ ବଧିର ବୋଲି କୁହାଯାଏ। ଠିକ ସେମିତି ମୁକ, କାହାକୁ ମୁକ ବୋଲି କୁହାଯାଏ? ଯିଏ କଥା କହିପାରେ ନାହିଁ, ତାକୁ ମୁକ ବୋଲି କହନ୍ତି। ମୁକ ନା କାଳି ପ୍ରିୟାଣି ବକ୍ତୁମ୍ ନ ଜାନାତି। ଯେଉଁ ବ୍ୟକ୍ତି, ଯେଉଁ ଲୋକ କାଳେ ମାନେ ଠିକ ସେ ଉଚିତ ସମୟରେ ପ୍ରିୟାଣି ବକ୍ତୁମ୍ ନ ଜାନାତି, ପ୍ରିୟ କଥା କହିବା ଶିଖି ନାହିଁ ବା ପ୍ରିୟ କଥା କହେ ନାହିଁ, ଠିକ ଯୋଉ ସମୟରେ ଯୋଉ କଥା କହିବା, ସେ କଥା ଯଦି ସେ କହିପାରେ ନାହିଁ, ତାହେଲେ ଜାଣିକିରି ମଧ୍ୟ ସେ ଯଦି କହି ନପାରେ, ତାହେଲେ ତାକୁ ହିଁ ଆମେ ପ୍ରକୃତ ମୁକ ବୋଲି କହିଥାଉ। ଆଉ ଯିଏ କଥା କହିପାରେ ନାହିଁ, ସେ ପ୍ରକୃତ ମୁକ ନୁହେଁ, ସେ ମୁକ, କିନ୍ତୁ ପ୍ରକୃତ ମୁକ କୁହାଯାଏ କାଳେ ପ୍ରିୟାଣି ବକ୍ତୁମ୍ ନ ଜାନାତି। କଥା କହୁଥିଲେ ମଧ୍ୟ, କଥା କହିପାରୁଥିଲେ ମଧ୍ୟ
ठीक समय रे जे प्रिय कथा भल कथा कहि पारे नाही कहि न थाए ताकू ही प्रकृत मुख बोली कुहा जाए। आज आमर ये प्रश्नोत्तर मालिका टी सरीगला आम एबे अभ्यास गुड़ी को देखा। एक नंबर कौन कौची ना संस्कृत भाषा एक पदीन उत्तराणी लिखत किंग उपादेयम आंसर होची गुरुवचनम उपादेयम किंग हेयम ना अकार्यम हेयम कह पथ्यतर धर्म पथ्यतर धर्म कह पंडित विवेकी पंडित विवेकी सब से श्लोक मध्य सब गुड़िक रही अच्छे। कह अधिगत तत्व शिष्य हिताय सततं उद्यत न गुरु अधिगत तत्व शिष्य हिताय सततं उद्यत को जागर्ति विवेकी का सुखदा साधु जन मैत्री सुखदा। 2 नंबर पूर्ण वाक्येन संस्कृत भाषया उदराणि लिखत गुरु कह भवति न अधिगत तत्व सततं शिष्य हिताय उद्यत गुरु भवति अस्मिन् संसारे कह शुचि मन्यते जस्य मानसं शुद्धं स अस्मिन् संसारे शुचि मन्यते। पूर्ण वाक्येन कह सर्वेषां व्यसनानां विनाशे दक्ष्यः भवति न त्यागी एव सर्वेषां व्यसनानां विनाशे दक्ष्यः भवति। सर्वे प्राणिनः कस्य वशे भवन्ति न सत्यप्रिय भाषिणः विनीतस्य जनस्य वशे सर्वे प्राणिगणः सर्वे प्राणिनः भवन्ति। कः मुखः भवति न जः काले प्रियाणि वक्तुं न जानाति सः मुखः भवति। कुत्र स्थातव्यं न दृष्टादृष्ट लाभाढ्ये न्याज्ये पथि स्थातव्यं। आमे जदि न्याय मार्ग रे सब बेले निजको परिचालित करिबा ताले दृष्ट अदृष्ट सबु जिनिस हमर हाथ पांतारे रही जीवो। आमे जदि न्याय पथरे न रहिबा ताले अदृष्ट जिनिस तो आम पाखु आसीबो नाही दृष्ट जिनिस मध्य आमको दिसुथिबा जिनिस मध्य से भी आम पाखरु चली जीवो। तेणु दृष्टादृष्ट लाभाढ्ये न्याज्ये पथि सदा स्थातव्यम। 3 नंबर निम्नलिखितानां उत्तराणां समख्यं पाठात् चित्वा पाठात् विचित्य प्रश्नाः लेखनीयाः। उदाहरण एग्जाम्पल देइछे ज्ञान लब्ध्वा छात्र कल्याणाय सर्वदैव तत्परः गुरु कथ्यते। यार प्रश्न से करिछि को गुरु। ठीक सेमती आमे वर्तमान करिबा जह मनसा पुतम समाचरति सह शुचि यार प्रश्न हब जे कह शुचि तापरे आसिला ग सतः असतश्च ज्ञाता नरः पंडितः यार प्रश्न आसिब कह पंडितः। गुरुणां तिरस्करणं संसारे विषम यार प्रश्न आसिब किं विषम। अस्मिन् लोके जः सत्यवादी प्रियवादी च तस्य वशे सर्वे जनाः यार प्रश्न आसिब कस्य वशे प्राणिगणः। जहाँ आम लेसन रे अछि च प्राणिनां मूढता निद्रा कथिता यार प्रश्न आसिब का निद्रा कथिता। 6 आसिला लाभ प्राचुर्यम अगणयित्वा न्याय पूर्ण मार्गे एव स्थातव्यम यार प्रश्न आसिब कुत्र स्थातव्यम च त्यागी एव सर्वासां विपदां विनाशं कर्तुं समर्थ यार प्रश्न कह सर्वासां विपदां विनाशे दक्षः बा समर्थ। तापर कौन कहूची 4 नंबर अधोलिखितान प्रश्नान तथा निर्देशन उत्तरत। आज डायरेक्टेड जहाँ निर्देश दिया जाइछि सेही हिसाब रे प्रश्न गुड़िकर उत्तर आमे करिबा। कह दउछि जस्य मानस शुद्धम अत्र मनः इति पदस्य किं पर्याय पदं मनः इति पदस्य पर्याय पदं मानसमस्ति। मानसम को जागर्ति अत्र किं क्रियापदम अत्र जागर्ति इति क्रियापदम।
ज काले प्रियाणि वक्तुं न जानाति असुनि वाक्ये कर्तृपदं किं असुनि वाक्ये ज इति पदं कर्तृपदमस्ति प्रछन्नं यत् कृतं पापम् अत्र किं विशेष्य पदम् अत्र पापम् इति पदं विशेष्य पदं नाउन न्याज्ये पथि अनयो पदयो किं विशेषण पदम न्याज्ये पथि अनयो पदयो ये दुईटी पद भितर विशेषण पद आडजेक्टिव होउची न्याज्ये पथि होउची विशेष्य पदम न्याज्ये होउची विशेषण पदम बा आडजेक्टिव जौवनम धनं चायु नलिनी दलगतवत जलवत तरलम अत्र वार्धक्यं इति पदस्य किं विलोम पदं प्रयुक्तम् अत्र जौवनम् इति पदं वार्धक्यं इति पदस्य विलोम पदम् अस्ति शुद्धं विलोम पदानि मेलयत अच्छा अच्छा ଦେଇଛି यार वर्तमान विलोम पद अरे ଦେଇଛି जो पद गुड़िक तार चरे ଦେଇଛି तार विलोम आमे ताको वर्तमान मैचिंग करिबा अकार्यम कार्यम गोटे एग्जांपल से ଦେଇଛି आमे वर्तमान करिबा सततम सततम रो विलोम होउची सततम होउची सबु बेले ऑलवेज कदाचित तार होउची बेले बेले समय समय सततम विवेकी रो विलोम होउची अविवेकी जीवनम मरणम अनवद्यं अवध्यम अनवद्यं माने निर्दोषं अवध्यं माने दोषयुक्तम जौवनम जौवनम रो आसीगला वार्धक्यम मैत्री मैत्री रो आसीगला अपोजिट शत्रुता त्यागी त्यागी रो आसीगला ग्राही यापर आसला 6 नंबर अधोलिखित सूक्तिनां समख्यं पाठात चित्वा समुचित पंक्तिं लिखत सज्जनानां स्वभावोऽयं जनेन्दु शिशिरीकृत यार समुचित पंक्ति होउचिला सज्जनाः शशिकिरण समाः एग्जांपल ଦେଇଛି ଆମେ ଏବେ ଦେଖିବା द्वितीय ख चलम चित्तम चलंग वित्तम चले जीवित जौवने यार हमर ଦେଇଛି लेसन रे तो कोन ना नलिनी दलगत जलवत तरलम जौवनम धनं च आयुः नलिनी दलगत जलवत तरलम जौवनम धनम चायुः माने आयुः च चायुः च प्लस आयुः चायुः परवर्ती प्रश्न न्याज्यात् पथः प्रविचलन्ति पदम न धीराः यार प्रश्न हब कोन न्याज्यात् पथ प्रविचलन्ति पदम न धीराः अर्थात दृष्टादृष्ट लाभाढ्ये न्याज्ये पथि स्थातव्यम दृष्टादृष्ट लाभाढ्ये न्याज्ये पथि स्थातव्यम त्रैलोक्ये दीपको धर्म यार प्रश्न होउची लेसन रे अछि धर्म पथ्यतरः अनभ्यासे विसंग विद्या यार प्रश्न अछि बहि रे जे पाठतोपि अनभ्यास जाड्यम कः पर प्रियवादिनां सत्य प्रिय भाषिण विनीतस्य वशे प्राणीगणः एई अर्थरे हमर बहि रे अछि पाठरे पाठतोपि अनभ्यास जाड्यम सत्य प्रिय भाषिण विनीतस्य वशे प्राणीगणः क अनभ्यास गला तापरे क परः प्रियवादिनां सत्य प्रिय भाषिण विनीतस्य वशे प्राणीगण न विवेकं विना ज्ञानम न विवेकं विना ज्ञानम च यार कोन ଦେଇଛି पाठरे न विवेकी पंडितः कः पंडितः विवेकी पंडितः मनः पुतं समाचरेत् यार बहिर ଦେଇଛି कोन न जस्य मानसं शुद्धं स इह शुचिः जस्य मानसं शुद्धं स इह शुचिः 7 नंबर रेखांकित पदानां समस्त पदं विग्रहं वा लिखत समास बा समस्त पद वर्तमान लिखिबा गुरुः वचनम यार समस्त पद गुरु वचनम अधिगत तत्वर विग्रह कोन ना अधिगतम तत्वम जेन स अधिगत तत्व
न अवध्यम अनवध्यम यार हला समस्त पद न अवध्यम अनवध्यम साधु जन मैत्रीर विग्रह करिबा जे साधु जनानां मैत्री साधु जन मैत्री सत्य प्रिय भाषिनु बसे प्राणी नाम गण यार समस्त पद हब प्राणी गण सज्जना शशीन किरणी समा यार समस्त पद हब किरणी समा ये हूँ विग्रह यार समस्त पद हूँ किरण समाहा 8 नंबर कौन कहूँ अत्र ग्राह्या गुणा त्याज्या दोषा गुण को ग्रहण करने उचित दोष को त्याग करने उचित तेणु ये बंधनी भितर ये जो घरटा कोष्ठक तैयारी या भितर केते गुड़िए देइछि गुण आ दोष गुण गुड़ी को आम ग्रहण करवा दोष गुड़ी को त्याग करवा तेणु दोषयुक्तानि कोष्ठकानि जो कोष्ठक दोषयुक्त कथा लिखा जाइछि ताकू आम रंग इति चिन्हेन चिन्हितानि कुरुत अर्थात ता डाणे आम रंग चिन्ह मारिबा गुरुवचनम एत तो राइट एति किछि दरकार नहीं कारण जो गुड़ाक दोषयुक्त तार पाखे आम रंग मारिबा तेणु दोषयुक्त हूँ गुरु निंदा तापरे आसिला अनभ्यास तापरे आसिला चंचलता तापरे आसिला अपजस तापरे आसिला गुप्त पापम तापरे आसिला मूढ़ता तापरे आसिला मूर्खत्वम तापरे आसिला अभिमान तेणु ये सब रंग रंग मारदेले जोड़ा कहले 9 नंबर समुचित पदे रिक्त स्थानानि पुरयत मुख काले ध्यास वक्तुम न जानाति प्रियाणि वक्तुम न जानाति मुख काले प्रियाणि वक्तुम न जानाति ध्यास अधिगत तत्व सततम शिष्य हिताय उद्यत भवति गुरु अधिगत तत्व सततम शिष्य हिताय उद्यत भवति न्याज्ये ध्यास दृष्टादृष्ट लाभाढ्ये स्थातव्यम न्याज्ये पथि दृष्टादृष्ट लाभाढ्ये स्थातव्यम सर्वथा ध्यास सर्व व्यसन विनाशे दक्ष भवति सर्वथा ध्यास सर्व व्यसन विनाशे दक्ष भवति सर्वथा त्यागी एव सर्व व्यसन विनाशे दक्ष भवति सर्वथा त्यागी सत असतश्च ज्ञाता नरः पंडितः गुरुषु अवधीरणा विसंग भवति सज्जना शशिनः किरण समा भवन्ति ध्यास किरण समा शशिनः सज्जना शशिनः किरण समा भवन्ति गुरुषु अवधीरणा विषम विषम ठीक अच्छी गुरुषु अवधीरणा विसंग भवति सज्जना शशिन किरण समा भवन्ति 10 नंबर कहूची रेखांकित पदानां प्रसंगानुसारम उचित अर्थम चित्वा लिखत हेयम अपि च किं उचित अर्थ होची हेयम र त्याज्यम सेकेंड ख कह सूची ही सूचीर अर्थ होची फास्ट पवित्र के शशिनः किरण समाहा शशिनः यार आंसर होची लास्ट थर्ड तंत्रस्य आमरणात् किं शल्यम शल्यंग्र माने होची फास्ट कंटकम जस्य मानसम शुद्धम मानसंग्र माने होची मनः सर्व व्यसन विनाश सर्व व्यसन विनाशे को दक्ष सर्व विनाशे छाड़ी देला सर्व व्यसन विनाशे को दक्षर माने होची समर्थ एबे हमर प्रश्नोत्तर बा आलोचना अभ्यास सरिला।